ଦେଖନ୍ତୁ ଆଜି ଏ ବର୍ଷ ଚଷା ପୁଅ ପାଇଁ ଖୁସିର ଦିନ। ଆଜିଠୁ ହିଁ ଚଷା ପୁଅ ତାର ଶୁଭ ଦିଏ ଏବଂ ବର୍ଷ ସାରା ଯାହା ବି ସେ ଚାଷ କାମ କରେ ଆଜିଠୁ ସେ ଆରମ୍ଭ କରେ ଏବଂ ପ୍ରଭୁ ଜଗନ୍ନାଥ ପାଖରେ ଆମେ ଏତିକି ପ୍ରାର୍ଥନା କରୁଛୁ ଏ ବର୍ଷ ଏ ଅଞ୍ଚଳର ସମସ୍ତେ ଶୁଭଙ୍କର ହଉ ଏବଂ ମୋର ଚଷା ଭାଇମାନେ ତାଙ୍କର ଜମିରେ ଶସ୍ୟ ଶ୍ୟାମଳା ଭରପୁର ସହିତ ଆଦାୟ କରନ୍ତୁ ଏବଂ ଯାହା ବି ସେମାନଙ୍କର ଯେଉଁ ସ୍ୱପ୍ନ ଅଛି ସ୍ୱପ୍ନ କେମିତି ପୂରଣ ହେବ ସେ କଥା ନେଇ ସରକାର ମଧ୍ୟ ବିଭିନ୍ନ ପ୍ରକାର ଯୋଜନା କରୁଛନ୍ତି। ଆପଣ ଦେଖିଥିବେ ବର୍ତ୍ତମାନ ପରିସ୍ଥିତିରେ ସିଏମ୍ କିଷାନ ଯାହାକି ଗୋଟେ ଆର୍ଥିକ ସ୍ଥିତି ମଜବୁତ କରିବାର ଗୋଟେ ପ୍ରକ୍ରିୟା ଇଏ ମଧ୍ୟ ଚାଲୁ ରହିଛି। ଆମେ ଚଷା ପୁଅମାନଙ୍କୁ ଉତ୍ସାହିତ କରୁଛୁ ସମସ୍ତେ ଆସନ୍ତୁ, ଯେଉଁମାନେ କ୍ରାଇଟେରିଆ ଭିତରେ ଆସୁଛନ୍ତି, ଯେଉଁମାନେ ଯୋଗ୍ୟ ହିତାଧିକାରୀ ସେମାନେ ସିଏମ୍ କିଷାନ ମଧ୍ୟ ଆପ୍ଲାଏ କରନ୍ତୁ ଏବଂ ଯେଉଁ ସରକାରଙ୍କର ବର୍ଷକୁ 4,000 ଟଙ୍କା ଯେଉଁ ଯୋଜନା ଅଛି ସେ ଯୋଜନା ମଧ୍ୟ ଲାଭ ପାଆନ୍ତୁ ଏବଂ ଚାଷ କାମରେ ଲଗାନ୍ତୁ। ଅଧିକରୁ ଅଧିକାଂଶ ଚାଷୀ କେମିତି ନିଜ ଜମିରେ ଫସଲ କରି ଏବଂ ଯେଉଁ ଅନ୍ନଦାତା ବୋଲି କୁହାଯାଉଛି ଲୋକଙ୍କର ପେଟ କଥା ମୋ ଚଷା ଭାଇମାନେ ବୁଝୁଛନ୍ତି, ସେ କାମକୁ ପୁଣି ଅଧିକରୁ ଅଧିକାଂଶ ଲୋକ ସାମିଲ ହୋଇକରି ଏ କାମକୁ ତ୍ୱରାନ୍ୱିତ କରନ୍ତୁ। ଓକେ, ଚଷା ବେଶରେ ରହିଛନ୍ତି। ଆଜି ଅକ୍ଷୟ ତୃତୀୟାରେ ଆମେ ବେଗୁନିଆପଡ଼ା ବ୍ଲକ ମର୍ଦୁମେକ ପଞ୍ଚାୟତରେ ଶୁଭାରମ୍ଭ କରିଥିଲୁ। ଚଷା ପୁଅଙ୍କୁ ଗୋଟେ ବାର୍ତ୍ତା ଦିଆଗଲା ଯେ ଅକ୍ଷୟ ତୃତୀୟାଠୁ ଚାଷ କାମ ଆରମ୍ଭ ହୁଏ ଏବଂ ଆମେ ସମସ୍ତେ କେମିତି ଚାଷ କାମରେ ନିୟୋଜିତ ହେବା ଏବଂ ସରକାରର ବିଭିନ୍ନ ପ୍ରକାର ଯୋଜନା ଅଛି। ଆପଣ ଦେଖିଥିବେ ଚଷାକୁ ପ୍ରୋତ୍ସାହନ ଦେବା ପାଇଁ ଓଡ଼ିଶା ସରକାର ହେଉ ବା କେନ୍ଦ୍ର ସରକାର ବିଭିନ୍ନ ପ୍ରକାର ଯୋଜନା କରୁଛନ୍ତି ଏବଂ ଏ ଯୋଜନାରେ କେମିତି ଯୋଡ଼ି ହେବେ, ୟା ସହିତ ଅଧିକାଂଶରୁ ଅଧିକାଂଶ ଲୋକ ଚାଷ କାମ କରିବେ ଏବଂ ନିଜର ଆର୍ଥିକ ମଜବୁତ କରିବା ପାଇଁ ଯେଉଁ ଭାରତ ସରକାର ବା ରାଜ୍ୟ ସରକାର ଆଶା ପ୍ରକାଶ କରୁଛନ୍ତି। ମୁଁ ଭାବୁଛି କୋଉଠି ନା କୋଉଠି ଏ ଆଶା ପୂରଣ ହେଉଛି ଏବଂ ଅଧିକାଂଶରୁ ଅଧିକାଂଶ ଚାଷାମାନେ ନିଜର ଚାଷ କାମରେ ଲାଗିଛନ୍ତି ଏବଂ ଦେଖନ୍ତୁ ଆମେ ଯଦି ଠିକ୍ ମୂଲ୍ୟ ମିଳିବ ତାହେଲେ ଚଷା ପୁଅକୁ ବାହାରକୁ ଯିବାକୁ ପଡ଼ିବ ନାହିଁ। ନିଜର ପେଟ ପାଟଣ ପାଇଁ ନିଜ ଜମିରେ ଖଟି କେମିତି ଚାଷ କାମ କରିପାରିବେ ତାକୁ ନେଇକରି ମଧ୍ୟ ସରକାର ପ୍ରୋତ୍ସାହନ ଦେଉଛି। ଆଗାମୀ ଦିନରେ ଆହୁରି ବହୁତ ଯୋଜନା ଆସିବ ଏବଂ ଚଷା ପୁଅ ନିଜ ଜମିରେ ରହିକରି ନିଜର ଆର୍ଥିକ ମଜବୁତ କରିବ ଏ ପ୍ରକାର ସଂକଳ୍ପ ଓଡ଼ିଶା ସରକାର ଭାରତ ସରକାର ନେଇଛନ୍ତି।